ହ୍ୟାଲୋ ସାଙ୍ଗମାନେ ସମସ୍ତଙ୍କୁ ନମସ୍କାର ଗୁଡ୍ ମର୍ଣ୍ଣିଂ ସ୍ୱାଗତ ଜଣାଉଛି ମୁଁ ମୋ ଚ୍ୟାନେଲରେ। ତ ଚାଲନ୍ତୁ ଜାଣିବା ଆଜିର ଗୋଟେ ବଡ଼ ଅପଡେଟ୍ ହେଉଛି ସାଧାରଣ ବଜେଟରେ ସରକାର ମଧ୍ୟବିତ୍ତ ପରିବାର ଏବଂ କମ୍ ଆୟ କରୁଥିବା ଲୋକମାନଙ୍କ ଉପରେ ବେଶୀ ଫୋକସ୍ କରିଛନ୍ତି। ଏହା ଭିତରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ଭଳି ଏକ ସ୍କିମ୍ର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଯାହାଦ୍ୱାରା ଦେଶର ପ୍ରାୟ 1 କୋଟି ଘରକୁ ସିଧାସଳଖ ଲାଭ ମିଳିପାରିବ ବୋଲି କହିଛନ୍ତି। ଏଣିକି ପ୍ରତି ମାସରେ ସେମାନଙ୍କୁ ମିଳିବ 300 ୟୁନିଟ୍ ମାଗଣା ବିଜୁଳି। ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଏବେ ବଜେଟରେ ପାଳିତ ହୋଇଛି। ଅର୍ଥମନ୍ତ୍ରୀ ରୁଫଟପ୍ ସୋଲାର ପ୍ୟାନେଲ ଘୋଷଣା କରିଛନ୍ତି। ଆଉ ଏବେ ଆରମ୍ଭ ହୋଇଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ହିସାବରେ ଘର ଛାତ ଉପରେ ସୋଲାର ପ୍ୟାନେଲ ଲଗାଯିବ ଆଉ ମିଳିପାରିବ ମାଗଣା 300 ୟୁନିଟ୍ ବିଜୁଳି। ଏନଟିପିସି ଓ ବିଏଚଇଏଏଲ ମିଳିତ ଭାବେ 100 ମେଗାୱାଟ ଓ କମର୍ସିଆଲ ଥର୍ମାଲ ପ୍ଲାଣ୍ଟ ସ୍ଥାପନ କରିବେ। ଏହି ପ୍ଲାଣ୍ଟରେ ଆଡଭାନ୍ସ ଅଲ୍ଟ୍ରା ସୁପର କ୍ରିଟିକାଲ ଟେକ୍ନୋଲୋଜି ବ୍ୟବହାର କରାଯିବ। ବର୍ତ୍ତମାନ ସୁଦ୍ଧା 1.28 କୋଟିରୁ ଅଧିକ ଲୋକେ ଏଥିପାଇଁ ପଞ୍ଜୀକରଣ କରିସାରିଲେଣି। 14 ଲକ୍ଷ ଆପ୍ଲିକେସନ ମିଳି ସାରିଛି। ଏହି ଯୋଜନାରେ ଆପଣଙ୍କର ପ୍ରାୟ 2/3 ବିଜୁଳି କମ୍ ହୋଇପାରେ। ତେବେ ଏଥିପାଇଁ ଆବେଦନ କରିବାକୁ ପ୍ରଥମେ www.PAN-SURYAGHAR.gov.in ପଞ୍ଜୀକରଣ କରିବାକୁ ହେବ। ଏହି କାମ ରାଜ୍ୟ ଆଉ ବିଦ୍ୟୁତ ବିତରଣ କମ୍ପାନୀର ଚୟନ କରିହେବ। ଇଲେକ୍ଟ୍ରିସିଟି କନଜ୍ୟୁମର ନମ୍ବର, ମୋବାଇଲ ନମ୍ବର ଓ ଇମେଲ ଆଇଡି ବି ଦବାକୁ ହବ। ଥରେ ପଞ୍ଜୀକୃତ ହେବା ପରେ କିଏ ବି କନଜ୍ୟୁମର ନମ୍ବର ଆଉ ମୋବାଇଲ ନମ୍ବର ଦେଇ ଲଗ୍ଇନ୍ କରିପାରିବେ। କଷ୍ଟମର ପୋର୍ଟାଲରେ ଫର୍ମ ଭଳି ରୁଫଟପ୍ ସୋଲାର ପାଇଁ ଆବେଦନ କରାଯାଇପାରେ। ଏହାପରେ ମଞ୍ଜୁରୀ ପାଇଁ ଅପେକ୍ଷା କରିବାକୁ ହେବ। ଏହିପରି ଭାବେ ଆପଣ ମାଗଣା ବିଜୁଳି ପାଇପାରିବେ ଓ ମାଗଣା ବିଜୁଳି ପାଇଁ ଆବେଦନ କରିପାରିବେ। ଧନ୍ୟବାଦ ବନ୍ଧୁଗଣ, ଭିଡ଼ିଓଟିକୁ ପୁରା ଦେଖିଥିବାରୁ। ମାଗଣା ବିଜୁଳି ଆପଣମାନେ କେମିତି ପାଇପାରିବେ ଆଉ କ'ଣ କରିବେ ସେ ବିଷୟରେ ମୁଁ ପୁରା ଡିଟେଲ ଭିଡ଼ିଓରେ ଆପଣମାନଙ୍କୁ କହିଛି। ତ ଆପଣମାନେ ସେଇ ୱେବସାଇଟକୁ ଯାଇ ଲଗ୍ଇନ୍ କରି ଆପଣମାନଙ୍କର କନଜ୍ୟୁମର ନମ୍ବର, ମୋବାଇଲ ନମ୍ବର ଦେଇ ଆପଣଙ୍କର ମାଗଣା ବିଜୁଳି ପାଇଁ ପଞ୍ଜୀକରଣ କରିଦିଅନ୍ତୁ ଆଉ ଆପଣ ମାଗଣା ବିଜୁଳିର ଲାଭ ଉଠାନ୍ତୁ। ବହୁତ ଲୋକ ମାଗଣା ବିଜୁଳି ପାଇଁ ପଞ୍ଜୀକରଣ କରିସାରିଲେଣି। ଆପଣମାନେ ଯଦି ପଞ୍ଜୀକରଣ କରିବାକୁ ଇଚ୍ଛୁକ ଅଛନ୍ତି ତାହେଲେ ଜଲ୍ଦି ଏଇ କାମ କରନ୍ତୁ। ଯଦି ମୋ ଚ୍ୟାନେଲରେ ଆପଣମାନେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଗୋଟେ ଲାଇକ୍ ନିଶ୍ଚୟ କରନ୍ତୁ। ଅନ୍ୟମାନଙ୍କ ପାଖକୁ ସେୟାର କରି ମଧ୍ୟ ଜଣାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ମଧ୍ୟ କମେଣ୍ଟ କରି ଭିଡ଼ିଓଟି କେମିତି ଲାଗିଲା ତା ବିଷୟରେ ନିଶ୍ଚୟ ଜଣାଇବେ। ମୁଁ ରହୁଛି, ପୁଣି ଦେଖାହେବ ଆପଣମାନଙ୍କ ସହିତ ଆଉ ଗୋଟେ ଏମିତି ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ମାତରମ୍, ଜୟ ଜଗନ୍ନାଥ।